ଆଜି ସମ୍ବଲପୁର ଜିଲ୍ଲା ଜଳଛାୟା ବିଭାଗ ତରଫରୁ ତେଳତାଳ ଚାଷ ପ୍ରଶିକ୍ଷଣ ଶିବିର ରେଢ଼ାଖୋଲ ସବଡିଭିଜନର ଚାରମାଲ ଶ୍ରମିକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ଜଳଛାୟା ପ୍ରକଳ୍ପ ପ୍ରବନ୍ଧକ ଶ୍ରୀ ରବୀନ୍ଦ୍ର ପଣ୍ଡା ତେଳତାଳ ଚାଷ ନିମନ୍ତେ ଚାଷୀମାନଙ୍କୁ ପ୍ରବର୍ତ୍ତାଇଥିଲେ। ଅନ୍ୟାନ୍ୟ ପାରମ୍ପରିକ ଚାଷ ଅପେକ୍ଷା କୃଷକମାନେ ତେଳତାଳ ଚାଷ କରି କିପରି ଅଧିକରୁ ଅଧିକ ଲାଭବାନ ହୋଇପାରିବେ ଏବଂ ଅବ୍ୟବହୃତ ଜମିକୁ କିପରି ତେଳତାଳ ଚାଷ କରି ରୋଜଗାରକ୍ଷମ ଏବଂ ଜମିର ସଦୁପଯୋଗ ହୋଇପାରିବ, ତତ୍ସଙ୍ଗେ ଜାତୀୟ ଖାଦ୍ୟ ତେଳତାଳ ଅଭିଯାନରେ ଜଳଛାୟା ପ୍ରକଳ୍ପରୁ ଅତ୍ୟାବଶ୍ୟକ ସୁବିଧା ଏବଂ ଅତିରିକ୍ତ ସୁବିଧା ଉଭୟ ବିଭାଗ ସମାଗମରେ ହୋଇପାରିବ, ତତ୍ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିଥିଲେ। ଜଳଛାୟା ବିଭାଗ ତରଫରୁ 200 ହେକ୍ଟର କ୍ଲଷ୍ଟର ତେଳତାଳ ଗ୍ରାମ ପ୍ରତିଷ୍ଠା ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ। ତେଳତାଳ ସଂସ୍ଥା ମୋସ୍ ତୁମ୍ବାଲା ଆଗ୍ରୋ ପ୍ରଡକ୍ଟ ମୁଖ୍ୟ ନିର୍ବାହୀ ଅଧିକାରୀ ତେଳତାଳ ଚାଷର ସୁଫଳ, ଆବଶ୍ୟକତା, ଉପକାରିତା, ଲାଭାଂଶ, ବିକ୍ରି ବ୍ୟବସ୍ଥା, ଉଦ୍ୟାନ ବିଭାଗରୁ ଚାଷୀକୁ ମିଳୁଥିବା ପ୍ରୋତ୍ସାହନ ରାଶି, ଯନ୍ତ୍ରପାତି କ୍ରୟ, ବୁନ୍ଦା ଜଳସେଚନ ବ୍ୟବସ୍ଥା, ତେଳତାଳ ନିମନ୍ତେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ। ଏହି ଶିବିରରେ ଜଳଛାୟା ପ୍ରକଳ୍ପର ଅନ୍ୟାନ୍ୟ ଅଧିକାରୀ ବୃନ୍ଦ, ତେଳତାଳ ସଂସ୍ଥାର ଅଧିକାରୀ ଏବଂ କ୍ଷେତ୍ର କର୍ମୀ ଏବଂ 60ରୁ ଉର୍ଦ୍ଧ୍ୱ ଚାଷୀ ଯୋଗ ଦେଇଥିଲେ। ତେଳତାଳ ଚାଷ ପ୍ରଣାଳୀ ଶିକ୍ଷା କରିଥିଲେ। ତା ସହିତ 20 ହେକ୍ଟର ଯୋଗ୍ୟ ହିତାଧିକାରୀ ଚୟନ କରାଯାଇଥିଲା। ବ୍ୟୁରୋ ରିପୋର୍ଟ, ସନ୍ଧାନ ନ୍ୟୁଜ।